ବ୍ରେକିଂ ନ୍ୟୁଜ୍ ଓଡ଼ିଶାରେ ଆପଣମାନଙ୍କୁ ସ୍ୱାଗତ। ଆଜି ଅଗଷ୍ଟ 8 ଗୁରୁବାର 2024ର ସମସ୍ତ ମୁଖ୍ୟ ଖବର ଜାଣିବା ପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆଜିର 1 ନମ୍ବର ବଡ଼ ଖବର, ଭାରତ ବଜାରରେ ମିଳିବନି ବାଂଲାଦେଶ ଇଲିସି। କଥାରେ ଅଛି, ମାଛ ଖାଇବ ଇଲିସି, ଚାକିରି କରିବ ପୁଲିସ। ଏହି କଥାର ମର୍ମ, ଚାକିରି ଭିତରେ ଯେପରି ପୁଲିସ ଚାକିରି ଶ୍ରେଷ୍ଠ, ସେହିପରି ମାଛ ମଧ୍ୟରେ ଇଲିସି ଶ୍ରେଷ୍ଠ ଓ ସ୍ୱାଦିଷ୍ଟ। ଅପରପକ୍ଷରେ ବାଂଲାଦେଶ ଇଲିସିର ସ୍ୱାଦ ସବୁଠାରୁ ଅଧିକ। ତେଣୁ ଭାରତରେ ବାଂଲାଦେଶ ଇଲିସିର ଚାହିଦା ଅଧିକ ରହିଥାଏ। ତେବେ ଚଳିତ ବର୍ଷ ବାଂଲାଦେଶରୁ ଭାରତୀୟ ବଜାରକୁ ଇଲିସି ମାଛ ଯୋଗାଣ ହୋଇ ନପାରେ, କାରଣ ବାଂଲାଦେଶରେ ସୃଷ୍ଟି ହୋଇଥିବା ରାଜନୈତିକ ଅସ୍ଥିରତା ଫଳରେ ଭାରତ ଇଲିସି ମାଛ ଯୋଗାଣ ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଛି। ପରବର୍ତ୍ତୀ ମୁଖ୍ୟ ଖବର, 20% କୋଇଲା ଓଡ଼ିଶାରେ ଉତ୍ପାଦିତ। ଦେଶର ସମୁଦାୟ କୋଇଲା ଉତ୍ପାଦନରୁ 20% କୋଇଲା କେବଳ ଓଡ଼ିଶାରେ ଉତ୍ପାଦିତ ହେଉଛି। ଓଡ଼ିଶା ବିକାଶରେ କୋଇଲା ମନ୍ତ୍ରଣାଳୟର ପ୍ରତିବଦ୍ଧତା ରହିଛି। ପ୍ରଧାନମନ୍ତ୍ରୀ ଏ ଦିଗରେ ନିର୍ଦ୍ଦେଶ ଦେଇଛନ୍ତି ବୋଲି କେନ୍ଦ୍ର କୋଇଲା ବିଭାଗ ସଚିବ ଅମୃତ ଲାଲ ମୀନା କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବୁଧବାର ଲୋକସେବା ଭବନରେ କେନ୍ଦ୍ର କୋଇଲା ବିଭାଗ ସଚିବ ଶ୍ରୀ ମୀନା ସୌଜନ୍ୟମୂଳକ ଭାବେ ସାକ୍ଷାତ କରିଛନ୍ତି। ପରବର୍ତ୍ତୀ ମୁଖ୍ୟ ଖବର, ହୀରାକୁଦ ଜଳସ୍ତର 609 ଫୁଟ 8 ଫାଟକ ଖୋଲା। ହୀରାକୁଦ ନଦୀବନ୍ଧରେ ଆଜି 8ଟି ଫାଟକ ଦେଇ ଜଳ ନିଷ୍କାସିତ ଜାରି ରହିଛି। ବୁଧବାର ସନ୍ଧ୍ୟା 6ଟା ସୁଦ୍ଧା ନଦୀବନ୍ଧର ଜଳସ୍ତର 609.81 ଫୁଟ ରହିଛି। ଏହି ସମୟରେ ନଦୀବନ୍ଧକୁ ଉପରମୁଣ୍ଡରୁ 1,76,957 କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ସମୁଦାୟ 1,56,544 କ୍ୟୁସେକ୍ ଜଳ ନିଷ୍କାସିତ କରାଯାଉଛି। ପରବର୍ତ୍ତୀ ବଡ଼ ଖବର, ମହାପ୍ରଭୁଙ୍କ ଖଣିରୁ 21 କୋଟି ଲୁଟ୍। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ରହିଥିବା 19ଟି ପଥର ଖଣିରୁ ପ୍ରାୟ 21 କୋଟି ଟଙ୍କାର ଖଣିଜ ସମ୍ପଦ ଲୁଟ୍ ହୋଇଛି। ଖଣି ଲିଜ୍ ନେଇଥିବା କେତେକ ବ୍ୟକ୍ତି ନିର୍ଦ୍ଧାରିତ ପରିମାଣଠାରୁ ଅଧିକ ଖଣି ଉତ୍ତୋଳନ କରିଛନ୍ତି। ଏଥିଯୋଗୁଁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ କୋଟି କୋଟି ଟଙ୍କା ରାଜସ୍ୱ ହରାଇଛି। ପଥର ଖଣିଗୁଡ଼ିକୁ ମାପଚୁପ କରାଯିବା ପରେ ଏହି ଖଣି ଲୁଟ୍ ଘଟଣା ଜଣାପଡ଼ିଛି। ପରବର୍ତ୍ତୀ ମୁଖ୍ୟ ଖବର, 3ରେ ଓଡ଼ିଶା ରାଜ୍ୟସଭା ନିର୍ବାଚନ। ଭାରତୀୟ ନିର୍ବାଚନ ଆୟୋଗ ଓଡ଼ିଶାର ଗୋଟିଏ ରାଜ୍ୟସଭା ଆସନ ସମେତ ଦେଶର 12ଟି ଆସନରେ ଉପନିର୍ବାଚନ ଲାଗି ତାରିଖ ଘୋଷଣା କରିଛନ୍ତି। ଜୁଲାଇ 31ରେ ରାଜ୍ୟସଭା ସାଂସଦ ପଦରୁ ମମତା ମହାନ୍ତ ଇସ୍ତଫା ପରେ ଓଡ଼ିଶାର ଗୋଟିଏ ରାଜ୍ୟସଭା ଆସନ ଖାଲି ପଡ଼ିଥିଲା। ପରବର୍ତ୍ତୀ ମୁଖ୍ୟ ଖବର, ସମୁଦ୍ର ପଥ ଉପରେ କଡ଼ା ନଜର ରଖିଛି ପ୍ରଶାସନ। ଆରକ୍ଷଣକୁ ନେଇ ପଡ଼ୋଶୀ ଦେଶ ବାଂଲାଦେଶରେ ହିଂସା ଓ ରାଜନୈତିକ ସଙ୍କଟ ଉଗ୍ରରୂପ ନେଇଛି। ଶେଖ୍ ହାସିନା ସରକାରଙ୍କ ପତନ ପରେ ବାଂଲାଦେଶ ଜଳୁଛି। ବାଂଲାଦେଶରେ ବ୍ୟାପକ ଅରାଜକତା ବଢ଼ିଥିବା ବେଳେ ହିଂସାକାଣ୍ଡ ଓ ପୋଡ଼ାଜଳା ଜାରି ରହିଛି। ଭାରତ ବିରୋଧୀ କାର୍ଯ୍ୟକଳାପ ବଢ଼ି ଚାଲିଥିବା ବେଳେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ କରାଯାଉଛି। ତେବେ ଏହି ଅପ୍ରୀତିକର ସ୍ଥିତି ସମୟରେ ବାଂଲାଦେଶରେ ବସବାସ କରୁଥିବା ହିନ୍ଦୁ ତଥା ଅନ୍ୟ ସମ୍ପ୍ରଦାୟର ଲୋକମାନେ ବାଂଲାଦେଶ ଛାଡ଼ି ଭାରତ ସୀମାରେ ପ୍ରବେଶ କରିବାର ସମ୍ଭାବନା ରହିଛି। ତେଣୁ ଭାରତ ସରକାରଙ୍କ ପକ୍ଷରୁ ଆଲର୍ଟ ଜାରି କରାଯାଇଛି। ପରବର୍ତ୍ତୀ ମୁଖ୍ୟ ଖବର, ବାରରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଆସନ୍ତା 12 ତାରିଖରେ ମୁଖ୍ୟମନ୍ତ୍ରୀ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ। ଜନ ଅଭିଯୋଗ ଶୁଣାଣି ପରବର୍ତ୍ତୀ ତାରିଖ ଜନସାଧାରଣଙ୍କୁ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପରବର୍ତ୍ତୀ ମୁଖ୍ୟ ଖବର, ସରକାରୀ କର୍ମଚାରୀଙ୍କ ଉପରୁ ହଟିଲା 5T ଚାର୍ଟର। ରାଜ୍ୟର ସମସ୍ତ ବର୍ଗର କର୍ମଚାରୀଙ୍କ ଉପରୁ 5T ଚାର୍ଟର ଓ ମୋ ସରକାର ହଟାଇ ଦିଆଯାଇଛି। ଏନେଇ ବୁଧବାର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସମସ୍ତ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବ, ସମସ୍ତ ବିଭାଗୀୟ ମୁଖ୍ୟ ଦପ୍ତର, ଆୟୁଷ ଓ ସମସ୍ତ ରାଜସ୍ୱ ଡିଭିଜନ ଆୟୁକ୍ତ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଅବଗତ କରାଯାଇଛି। ପରବର୍ତ୍ତୀ ମୁଖ୍ୟ ଖବର, 24 ଘଣ୍ଟାରେ ଆଉ ଏକ ଲଘୁଚାପ। ଗାଙ୍ଗେୟ ପଶ୍ଚିମବଙ୍ଗ ଓ ସଂଲଗ୍ନ ବାଂଲାଦେଶ ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ଗାଙ୍ଗେୟ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ଉତ୍ତର ଓଡ଼ିଶା ଉପରେ ସନ୍ତର୍ଲଭାନ ଭାବେ ରହିଛି। ଏହା ପ୍ରଭାବରେ ଆଗାମୀ 24 ଘଣ୍ଟାରେ ଉକ୍ତ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି। ଏହି ଲଘୁଚାପ ଯୋଗୁଁ ରାଜ୍ୟର ଆସନ୍ତା 3 ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଗୁରୁବାର ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସୋନପୁର, ବଲାଙ୍ଗୀର ଆଦି 5 ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ପରବର୍ତ୍ତୀ ମୁଖ୍ୟ ଖବର, 100 ଗ୍ରାମ ପାଇଁ ବାଦ୍। ମାତ୍ର 100 ଗ୍ରାମ ଓଜନ ଅଧିକ ଯୋଗୁଁ ପୁରା ଦେଶରେ ଆଶା ଧୂଳିସାତ୍ ହୋଇଛି। ଅଲିମ୍ପିକ୍ସର ମହିଳା 50 କେଜି କୁସ୍ତି ଫାଇନାଲ ପୂର୍ବରୁ ଭିନେସ୍ ଫୋଗଟ୍ ଅଯୋଗ୍ୟ ଘୋଷିତ ହୋଇଛନ୍ତି। ପ୍ୟାରିସ୍ ଅଲିମ୍ପିକ୍ସରୁ ଭାରତ ପାଇଁ ବୁଧବାର ଆସିଛି ଏପରି ଏକ ଖରାପ ଖବର। ପ୍ରଥମ ଭାରତୀୟ ମହିଳା ଭାବେ କୁସ୍ତି ଇଭେଣ୍ଟର ଫାଇନାଲରେ ପ୍ରବେଶ କରି ଭିନିସ୍ ଇତିହାସ ରଚିଥିବାରୁ ସମଗ୍ର ଦେଶ ପଦକ ହାସଲର ଖୁସି ମନାଇବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଏପରି ଏକ ଖବର ନିରାଶା ଖେଳାଇ ଦେଇଛି। ସମସ୍ତ ପ୍ରକାର ଉଦ୍ୟମ ସତ୍ତ୍ୱେ ଭିନେସ୍ ନିଜ ଓଜନ ପାଇଁ ଥିବା ମାନଦଣ୍ଡ ବଜାୟ ରଖିପାରିନଥିଲେ, ଫଳରେ ତାଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଛି।
ଏହିପରି ସମସ୍ତ ବଡ଼ ଖବର ଜାଣି ଆଗରେ ରହିବା ପାଇଁ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନିଅନ୍ତୁ।